ଯାଜପୁରର ଯୁବ ଆଇନଜୀବୀ ରାଜୀବ ମହାନ୍ତି ରାଜ୍ୟ ବାର୍ କାଉନସିଲର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ଦିନ କଟକ ବାର୍ କାଉନସିଲଠାରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଆଇନଜୀବୀ ରାଜୀବ ମହାନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଯାଜପୁର ପ୍ରେସ୍ କ୍ଲବ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ବିରଜା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଯୋଗଦେଇ ରାଜୀବ ମହାନ୍ତି ପ୍ରଥମ ଥର ପାଇଁ ବାର୍ କାଉନସିଲକୁ ନିର୍ବାଚିତ ହେବା ସହ ଉପାଧ୍ୟକ୍ଷ ମଧ୍ୟ ହୋଇ ଯାଜପୁର ପାଇଁ ଗୌରବର ବିଷୟ ବୋଲି କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବେ ପ୍ରେସ୍ କ୍ଲବର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ସାହୁ, ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ଅରୁଣ କୁମାର ରାଉତରାୟ, ବରିଷ୍ଠ ସଦସ୍ୟ ସମରଜିତ ମହାନ୍ତି ଯୋଗଦେଇ ଶ୍ରୀ ମହାନ୍ତିଙ୍କ ଶୁଭ କାମନା କରିବା ସହ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାକୁ ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ମେକାପ ସଭାପତିତ୍ୱ କରିଥିବା ବେଳେ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନିଶ୍ଚିତ ଭାବରେ ଆମ ଯାଜପୁରବାସୀ ମାନେ ଗର୍ବିତ ଏଥିପାଇଁ ଯେ ଓଡ଼ିଶା ବାର୍ ଆସୋସିଏସନର ଉପାଧ୍ୟକ୍ଷ ପଦରେ ସମ୍ମାନଜନକ ଯେଉଁ ଉପାଧ୍ୟକ୍ଷ ପଦରେ ଆମ ଯାଜପୁରର ଯୁବ ଆଇନଜୀବୀ ରାଜୀବ ମହାନ୍ତି ଯେଉଁ ଆଜି ଦାୟିତ୍ୱ ଗ୍ରହଣ କଲେ, ଇଏ ନିଶ୍ଚିତ ଭାବେ ଆମ ସମଗ୍ର ଯାଜପୁରବାସୀ ପାଇଁ ଗୋଟେ ଗର୍ବ ଗୌରବର କଥା। ଜଣେ ଯୁବ ଆଇନଜୀବୀ ଏବଂ ପ୍ରତିଭାବାନ ବ୍ୟକ୍ତି ଯାଜପୁରର ପ୍ରାକ୍ଟିସ୍ କରୁଥିଲେ। ତାଙ୍କୁ ଆଜି ସମଗ୍ର ଓଡ଼ିଶାର ଯେଉଁ ଓକିଲ ବନ୍ଧୁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି, ସେଥିପାଇଁ ଆମେ ଯାଜପୁରବାସୀ ତାଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ଆଜି ଯୁବକମାନେ ଆଗକୁ ଆସିବା ଦରକାର ଏବଂ ଆଇନ ଯେଉଁ ଗୋଟେ ଜଟିଳ ଗତି ଦେଇ ଗତି କରେ, ସାଧାରଣତଃ ଲୋକ ଗୋଟେ ନ୍ୟାୟ କେମିତି ପାଇବ ଏବଂ ତାକୁ ଆଇନ ସହାୟତା କରିବା ପାଇଁ ଆଜି ଦିନ ଯେଉଁ ଆବଶ୍ୟକତା ରହିଛି, ଆମେ ଭାବୁଛୁ ରାଜୀବ ବାବୁ ସେ ଦିଗରେ କାମ କରିବେ ଏବଂ ଯେଉଁମାନେ ଅବହେଳିତ ଅଛନ୍ତି, ନିଷ୍ପେଷିତ ଅଛନ୍ତି, ଦୁର୍ବଳ ଶ୍ରେଣୀର ଲୋକ ଅଛନ୍ତି, ତାଙ୍କୁ ଆଇନ ସହାୟତା ଦେବେ ଏବଂ ଯାଜପୁରର ନିଶ୍ଚିତ ଭାବରେ ତାଙ୍କୁ ଯେଉଁ ମା ବିରଜା ଆଶୀର୍ବାଦ କରିଛନ୍ତି, ଏଭଳି ଏକ ସମ୍ମାନଜନକ ପଦବୀରେ ଆଜି ସେ ବସିଛନ୍ତି, ତାକୁ ସୁଚାରୁ ରୂପେ ପାଳନ କରିବେ ବୋଲି ଆମେ ଆଶା କରୁଛୁ। ଓଡ଼ିଶା ବାର୍ କାଉନସିଲର ନବନିର୍ବାଚିତ ଭାବେ ରାଜୀବ ବାବୁ ଉପାଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ଯାଜପୁର ପ୍ରେସ୍ କ୍ଲବର ସଭାପତି ଥିଲେ। ତେଣୁ ସେଥିପାଇଁ ଆମେ ସମସ୍ତେ ଗର୍ବିତ ଯେ ଆମରି ଭାଇ ମଧ୍ୟରୁ ଯାଇକି ଏହି ସ୍ଥାନରେ ଅଧିଷ୍ଠିତ ହୋଇପାରିଛନ୍ତି। ଆଜି ଯାଜପୁର ମାଟି କାହିଁକି ଓଡ଼ିଶାର ସମଗ୍ର ଜିଲ୍ଲାରେ ମଧ୍ୟ ତାଙ୍କର ଏହି ନିର୍ବାଚିତ ପାଇଁ ସମସ୍ତେ ବଧାଇ ଜଣାଇଛନ୍ତି। ସେ ଜଣେ ଭଲ ଆଇନଜୀବୀ ଓ ସଂଗଠକ ମଧ୍ୟ। ତାଙ୍କର ଉତ୍ତରୋତ୍ତର କାମନା କରୁଛି। ମୁଁ ପ୍ରଥମେ ଶୁଭେଚ୍ଛା ଆଉ କୃତଜ୍ଞତା ଜଣାଇବି ମୁଁ ଯାଜପୁର ପ୍ରେସ୍ କ୍ଲବର ସମସ୍ତ ବନ୍ଧୁମାନଙ୍କୁ ଏଭଳି ଏକ ସମ୍ବର୍ଦ୍ଧନା ପର୍ବର ଆୟୋଜନ କରିଥିବାରୁ। ଆଉ ସବୁଠାରୁ ବଡ଼ କଥା ହେଲା, ଆଜି ମୁଁ ନିଜେ ରାଜ୍ୟ ବାର୍ କାଉନସିଲରେ ଭାଇସ୍ ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିଛି ଏବଂ ଏହି ବଡିଟି ପୁରା 5 ବର୍ଷ ଓକିଲମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବ। ଓକିଲମାନଙ୍କର ଯେଉଁ ମୌଳିକ ଦାବି ରହିଛି ଯେ ସେମାନଙ୍କୁ କେମିତି ଡେଥ୍ ବେନିଫିଟ୍ ସ୍କିମ୍ରେ କେମିତି ପରିବର୍ତ୍ତନ ବା ବୃଦ୍ଧି ଘଟିବ ଏବଂ ୱେଲଫେୟାର ଫଣ୍ଡର କେମିତି ବୃଦ୍ଧି ଘଟିବ, ଆଉ ସବୁ ଓକିଲମାନଙ୍କୁ କେମିତି ବୀମା ପରିଧି ଭିତରକୁ ଅଣାଯିବ, ସେ ନେଇ ଆମ ବଡିଟି ପୁରା 5 ବର୍ଷ କାମ କରିବ। ଏବଂ ଏ ଭିତରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମର ଯେଉଁ ରାଜ୍ୟ ଆଇନଜୀବୀ ପରିଷଦର ଯେଉଁ ମ୍ୟାଚିଂ ଗ୍ରାଣ୍ଟ ତାକୁ 5 କୋଟିରୁ 10 କୋଟି ଟଙ୍କା ବୃଦ୍ଧି କରିସାରିଛନ୍ତି ଏବଂ ଆଗାମୀ ଦିନରେ ଯାହା ଦାବି ଗୁଡ଼ିକ ଅଛି ତାକୁ ସହୃଦୟତାର ସହିତ ଶୁଣିଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେବି ଆମର ଯାଜପୁରର ପ୍ରିୟ ବିଧାୟକ ତଥା ରାଜ୍ୟ ବିଜେଡି ସଦସ୍ୟର ସାଧାରଣ ସମ୍ପାଦକ ସଂଗଠନର ପ୍ରଣବ ପ୍ରକାଶ ଦାସ, ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେବି। ସେହିପରି ଆମ ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସମାକ୍ଷର ସଭାପତି ମିଲନ କାନୁନଗୋ ଏବଂ ତାଙ୍କର ପୁରା ଟିମ୍କୁ ମଧ୍ୟ କୃତଜ୍ଞତା ଜଣାଇବି ଏବଂ ତତ୍ସହିତ ରାଜ୍ୟର ସମସ୍ତ ଆଇନଜୀବୀ ଭାଇ ଓ ଭଉଣୀମାନେ ଏବଂ ମୋର ଯାଜପୁର ଜିଲ୍ଲାର ବିଶେଷ କରିକି ମୁଁ ଯେଉଁ ଜିଲ୍ଲାର ପ୍ରତିନିଧିତ୍ୱ କରୁଛି ସେ ଜିଲ୍ଲାର ସମସ୍ତ ଆଇନଜୀବୀ ଭାଇ ଓ ଭଉଣୀ, ମୋର ସିନିୟର୍ସ ଏବଂ ଜୁନିୟର୍ସ ଏବଂ ମୋ କଲିଗ୍ସ ସମସ୍ତଙ୍କୁ ଏ ଅବସରରେ ମୁଁ ଅଶେଷ
ଅଭିନନ୍ଦନ, ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଉଛି।